ବର୍ଟ୍ରାଣ୍ଡ ରସେଲ କହିଛନ୍ତି ଯେ ପିଲାମାନେ ଖେଳିବାକୁ ଭଲ ପାଆନ୍ତି। ଚିଲଡ୍ରେନ୍ ଲାଇକ୍ ଟୁ ପ୍ଲେ, ଚିଲଡ୍ରେନ୍ ଲାଇକ୍ ଟୁ ଡ୍ୟାନ୍ସ, ଚିଲଡ୍ରେନ୍ ଲାଇକ୍ ଟୁ ରନ୍, ଚିଲଡ୍ରେନ୍ ଲାଇକ୍ ଟୁ ଜମ୍ପ। ପିଲାମାନେ ଏଗୁଡ଼ାକ ସବୁ ତାଙ୍କର ନେଚର ବାଇ ନେଚର ସେମାନେ ଖେଳିବାକୁ ଭଲ ପାଆନ୍ତି। ଗୀତ ଗାଇବାକୁ ଭଲ ପାଆନ୍ତି, ସାଙ୍ଗସାଥି ମିଶିବାକୁ ଭଲ ପାଆନ୍ତି। କିନ୍ତୁ ଅନେକ ଘରେ ଦେଖାଯାଏ ଯେ ଯେଉଁଟା ବଡ଼ ଲୋକ ଘରେ, ଏଇଠି ଗୋଟେ ସୁନ୍ଦର ଟିକେ ଏକ୍ଜାମ୍ପଲ୍ ଦେବାକୁ ଚାହୁଁଛି। ମୋର ଜଣେ ମଉସା ଥିଲେ, ସେ ବୁର୍ଲା ଇଞ୍ଜିନିୟରିଂ କଲେଜରେ ପ୍ରଫେସର ଥିଲେ। ସେ ମାଉସୀ ଥିଲେ, ସିଏ ଆମର ଟିଚର ଥିଲେ, ସାଇନ୍ସ ଟିଚର ଥିଲେ, ଜୁଲୋଜି ଟିଚର ଥିଲେ। ଯେତେବେଳେ ତାଙ୍କର ଗୋଟିଏ ବୋଲି ଝିଅ, ସେ ଝିଅଟି ଯେତେବେଳେ କହିଲେ ଯେ ମମି ମୁଁ ଟିକେ ଯେଉଁ ପିଲାମାନେ ଖେଳୁଛନ୍ତି ବାଲିରେ ମୁଁ ଯାଇକି ସେଠି ଖେଳିବି, ତାଙ୍କର ବାପା ମା ମନା କଲେ ନା 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 ସେମାନେ ସ୍ଲମ୍ ପିଲା ଖେଳୁଛନ୍ତି, ତୁ କ'ଣ ଯାଇ ତ ଖେଳିବୁ। ସେ ଜିଦ୍ଦି କଲେ ସେ ଝିଅ, ନାଇଁ ମୁଁ ଯେମିତି ହେଲେ ସେଠି ଯାଇକରି ଖେଳିବି। ନା ହଉ ଠିକ୍ ଅଛି, କାଲି ମୁଁ ବ୍ୟବସ୍ଥା କରୁଛି। ଯେତେବେଳେ ସେ ମାଉସୀ ପଳେଇ ଆସିଲେ କଲେଜକୁ, ସେ ମଉସା କ'ଣ କଲେ ନା ତାଙ୍କର ପୁଅ ଯେଉଁ ପିଲାଟି ତାଙ୍କୁ ସାହାଯ୍ୟ କରୁଥିଲା, ତାଙ୍କର ଟିକେ ବାଲି ଆଣ, ସେ ବାଲି ଆଣିକି ଆସିଲେ। ତାକୁ କ'ଣ କଲେ ଗରମ ପାଣି ବସେଇଲେ, ସେ ବାଲିକି ପାଣିଟା ହେଇଗଲା ପରେ ତାକୁ ବାଲିକି ଭଲକିରି ଧୋଇଦେଲେ। ଧୋଇ ଦେଇକି ତା ଦେହରେ ଯାହା ଅଳିଆ ଫଳିଆ ଥିଲା ସବୁ ବାହାର କରିଦେଲେ। ତାପରେ ସେ ବାଲିକି ଫ୍ୟାନ୍ ଦେଇକି ଶୁଖେଇଦେଲେ। ବାଲିଟା ଶୁଖି ସାରିଲା ପରେ ତାକୁ କ'ଣ କଲେ 3-4ଟା ଖବରକାଗଜ ବିଛେଇ ଦେଲେ, ବାଲିଟାକୁ ଦେଉଳ ଭଳିଆ ଗଦା କରିଦେଲେ। ତାପରେ ତାଙ୍କ ଝିଅ ଯେତେବେଳେ ସ୍କୁଲକୁ ଆସିଲେ, ସେ କହିଲେ ତୁ ମା ଖେଳିବୁ ବୋଲି କହୁଥିଲୁ, ହେଇ ମୁଁ ଏଠି ବାଲି ଗଦା କରିଛି ତୁ ଖେଳେ। ସେ ଝିଅ କ'ଣ କଲେ ନା ସେ ବାଲିକି ଗୋଟେ ଗୋଇଠା ମାରିଲେ। ସେଠୁ କହିଲେ ଏଇ ବାଲିରେ ମୁଁ ଖେଳିବିନି। ତାହେଲେ ତୁ କେଉଁ ବାଲିରେ ଖେଳିବୁ? ନା ମୁଁ ଖେଳିବି ସେଇ ଯେଉଁ ପିଲାମାନେ ଖେଳୁଛନ୍ତି ତାଙ୍କ ସାଙ୍ଗରେ ସାଙ୍ଗ ହେଇକିରି ଖେଳିବି। ଏଇ ଯେଉଁ କଥାଟି ସେ ଶିଖିଲେ, ସେଥିପାଇଁ ବର୍ଟ୍ରାଣ୍ଡ ରସେଲ କହିଛନ୍ତି ଯେ ଆପଣ ପିଲାଙ୍କୁ ଛାଡ଼ି ଦିଅନ୍ତୁ, ପିଲା ମାଟି ସାଙ୍ଗରେ ମିଶନ୍ତୁ, ବାଲିରେ ଖେଳନ୍ତୁ, କାଦୁଅ କରନ୍ତୁ, କାଦୁଅ ଚକୁଟନ୍ତୁ, ସେଇଥିରୁ ପିଲା ପ୍ରତ୍ୟକ୍ଷ ଜ୍ଞାନ ଅର୍ଜନ କରିବ। ଏସବୁ ଖାଲି ତ ପିଲାକୁ କ୍ଲାସରୁମ୍ରେ ପଢ଼େଇ ଦେଲେ ହେବ ନାହିଁ। ପିଲା ମାଟି ଚକୁଟନ୍ତୁ, ଚକୁଟିଲେ ସେ ଲାଗିବ ଯେ ତା ହାତ ଅସନା ହେବ। ମା' ମାନଙ୍କୁ କହିଛନ୍ତି ଆପଣ ତାଙ୍କୁ 2 ଥର ସଫା କରିଦେବେ, ପିଲା ଫେରିଲା ପରେ ସଫା କରିଦେବେ। ପିଲା ଥଣ୍ଡା ଗରମ କ'ଣ ଜାଣିବ, ପିଲା ବାଲିର ଗୋଡ଼ିଟା କେମିତି ହାତକୁ କାଟୁଛି, ବାଲିଟା କେମିତି ଭଲ ଲାଗୁଛି, କାଦୁଅରେ ଗଲେ କେମିତି କ'ଣ ହେଉଛି, ଏସବୁ ପିଲା ନିଜେ କଣ୍ଢେଇରେ ତିଆରି କରିପାରିବେ। ପିଲା ପ୍ରତ୍ୟକ୍ଷ ଜ୍ଞାନରେ ସେ ବେଶୀ ଗୁରୁତ୍ୱ ଦେଉଥିଲେ। ପରୋକ୍ଷ ଜ୍ଞାନ ହେଉଛି କ୍ଲାସରୁମ୍ ଟିଚିଂ, ଟିଚର ପଢ଼େଇଲେ ଟଟ୍ ଶୁଣିଲେ। ପ୍ରତ୍ୟକ୍ଷ ଜ୍ଞାନ ହେଉଛି ପିଲା ନିଜେ କରିକି ଶିଖିବା। ପ୍ରତ୍ୟକ୍ଷ ଜ୍ଞାନ କଲେ ସେ ଜୀବନର କୌଣସି କ୍ଷେତ୍ରରେ ହାରିଯିବନି। ସେ ପିଲାର ବୈଜ୍ଞାନିକ ମନୋଭାବ ସୃଷ୍ଟି ହେବ। ସିଏ ଯେକୌଣସି ଜିନିଷ ହେବ ସିଏ ସେଟାକୁ ନିଜେ ଏକ୍ସପେରିମେଣ୍ଟ କରିକି ଦେଖିବ। ସେଥିରେ ଗାଇଡ଼ ଥିବେ, ନହେଲେ ପୋଡ଼ି ହେଇଯିବାର ସମ୍ଭାବନା ଅଛି କି କିଛି ଆକ୍ସିଡେଣ୍ଟ ହେବାର ସମ୍ଭାବନା ଅଛି। ସେଇଠି ଗାଇଡ଼ ରହିଥିବେ ଅଭିଭାବକମାନେ, ପିତାମାତାମାନେ। କିନ୍ତୁ ପିଲା ନିଜେ କାଦୁଅରେ ଚକଟା ହେଇ, ବାଲିରେ ଖେଳି, ଗୋଡ଼ିରେ ଡେଇଁ, ଏସବୁ କରିକିରି ଖଣ୍ଡିଆ ହେଇଗଲେ, ଆଣ୍ଠୁରେ ଖଣ୍ଡିଆ ହେଇଗଲେ ବି ତାକୁ ଔଷଧ ଲଗା ହେବ। ତାପରେ ନେକ୍ସଟ ଦିନ ଆମେ କରିବାନି ନା ଆମ ପିଲା ଖଣ୍ଡିଆ ହେଇଯାଉଛି ଛାଡ଼ିବେ, ନା ଆମେ ଛାଡ଼ିବା, ଆମ ପିଲାଙ୍କୁ ଛାଡ଼ିବା, ଆମ ପିଲା ଶିଖିବେ, ସେ ପ୍ରତ୍ୟକ୍ଷ ଜ୍ଞାନ ଧାରଣ କରିବେ। ସବୁବେଳେ ସେ କହିଥିଲି ମୁଁ ସେତେବେଳେ ଯେ ଏଇ ଯେଉଁ ହ୍ୱାଇ, କାହିଁକି ପ୍ରଶ୍ନଟା ଯେମିତି ପିଲା ମୁଣ୍ଡରେ ସବୁବେଳେ ପଚାରିଥିବ। ଏଟା ମା କାହିଁକି ହେଇଛି, ସାର୍ ଏଟା କାହିଁକି ହେଲା, ନ ହେଇଥିଲେ କ'ଣ ଅସୁବିଧା ହେଇଥାନ୍ତା, ହେବାରୁ କ'ଣ ସୁବିଧା ହେଉଛି, ଏଟା କେମିତି ହେଲା, କିଏ ଆକୁ କଲେ, କିଏ କଲେ, କେତେବେଳେ କଲେ, ଏସବୁ ହ୍ୱାଟ୍, ହ୍ୱାଇ, ହାଉ ଏଇସବୁ ହ୍ୱେର୍, ହ୍ୱେନ୍, ଏଇସବୁ ପ୍ରଶ୍ନ ଯେମିତି ପିଲା ମୁଣ୍ଡରେ ପିଲାକୁ ଆନ୍ଦୋଳିତ କରିବ, ଯାହାଫଳରେ ଶିକ୍ଷକମାନଙ୍କର ନିଦ ହଜିଯିବ। ସେମାନେ ରାତିରେ ବସି ଡିକ୍ସନାରୀ ଦେଖି, ଏନସାଇକ୍ଲୋପିଡ଼ିଆ ଦେଖିକିରି ନିଜକୁ ପ୍ରିପେୟାର ହେଇକି ଯିବେ। ଭଲ ଷ୍ଟୁଡେଣ୍ଟ ଥିଲେ ପିଲାମାନେ, ସାର୍ମାନେ ଡରିବେ କ୍ଲାସ୍ ଯିବା ପାଇଁ। ଆପଣ ଏଇଠି ମୋର ସାନ ପୁଅ ଯେତେବେଳେ ପାଠ ପଢ଼ୁଥିଲେ କ୍ଲାସ୍ 6ରେ, ସେତେବେଳେ ସିଏ ପିଲାମାନଙ୍କୁ ମୁଁ ବିଇଡ଼ି କଲେଜରେ ଥିଲି, ଆମ ଷ୍ଟୁଡେଣ୍ଟମାନେ ଯାଆନ୍ତି ଟିଚିଂ ଦେବା ପାଇଁ। ସେଠୁ ଆମର ଜଣେ ସାର୍ ଥାଆନ୍ତି, ସେ ଭାଇସ୍ ପ୍ରିନ୍ସିପାଲ୍ ଥାଆନ୍ତି, କହ୍ନେଇ ଚରଣ ସ୍ୱାଇଁ, ସେ ମରିଗଲେଣି। ସେ କହନ୍ତି ଆରେ ସ୍ୱପ୍ନା କ'ଣ ତୁମ ପୁଅ ଆମ ପିଲାଙ୍କୁ ପଢ଼େଇ ଦେବନି? ମୁଁ କହିଲି ସାର୍ ସେ ତ ସେମିତି, ଆଉ ସେ କୋଶ୍ଚିନ୍ ନ କ୍ଲିୟର ହେଲା ପର୍ଯ୍ୟନ୍ତ ସେ ବସିବନି, ସେମିତି ଠିଆ ହେଇକି ରହିଥିବ।
आउ से कहते ठीक अच्छे आमती मैंने पिला से पचार ये से क्या अफेंड करा दरकार नहीं कि पिलांर जो पचार जिज्ञासा पिला देहर सृष्टि करवा दरकार सबू पिला जब सेमती कले आमर भल भल साइंटिस्ट बाहर भल भल डाक्तर बाहर नोबेल प्राइज कहीं पाश्चात्य देश लोक पाइबे कहीं आम भितर कौन टैलेंट नहीं आम भितर बहुत टैलेंटेड लोक अच्छा खाली स्कोप पाऊना जदि स्कोप दि जाए ताहले सेमाने भी दिने बड़ डाक्तर बड़ इंजीनियर भल राजनेता आ भल लोक भल मनीषटे होकरी बाहर विशेषकर जब ब्रिलियंट स्टूडेंट मैंने पॉलिटिक्स रे जॉइन करेंगे ताहले ये जो पॉलिटिक्स रे आमर जो आपण मैंने देखुंत जो सब विभत्स जिनस देखा ताहा रहिबो नाही क्षेत्र तो थिला आमर जयप्रकाश नारायण थिले आचार्य कृपाणी थिले लोहिया थिले एमानकर सब जो राजनीति मधुदंडवर्ती थिले सेमानकर जो राजनीति आज से राजनीति से जिनस देखा ना जे थार्ड बेंचर बा जे फेल पिला से माने राजनीति प्राय करुचंती समस्त कहले समस्त नुहे किंतु आमर भल जिनस दुनिया आगु समस्ते जानतु समस्ते ये करूँ आमको ठाकुर को जब आमको ये हूँ आम विरोध करूँ से जो विश्वास से जातु पूजा करूँ किसी कहबार ना किंतु से समस्त को आदर करूँ से मैंने जिते गोटे टेबुल खाऊँ धरतु सांगर जड़े जी आम धर कम करुँच मत से खाया डाकिले मत टेबुल पाखे चेयर बसई खाया दिंतु ना मु खाइबी ना आमर जो सरस्वती पूजा गणेश पूजा हुई आम प्रिंसिपाल कहती जे स्वप्ना गोटे ब्राह्मण घर झील को देखिले मुझे कहीं सर ना अरे सी पूरा दब सब जिनपतर मत जोगेब ये संकल्प बसवे सी ब्राह्मण घर झीटा जोगेब तो मुझे हो ठीक अच्छे फिर ब्राह्मण घर झील को बाछिकी जा बसती थे कौन हो थे खावा भोजीटे होता है मुझे स्टाफ सेक्रेटरी थाए मुझे से बाढ़ी जो माने से कैलाश सार पत्रटा से बाढ़ी से आम स्वीपर जी अच्छा से मरीगले सी प्लेटा भी से बाढ़ी सी आसिक देखीदे सी आसी देखीदे तो तमतम होगी पलैले पुणी ऑफिस रूम को मुझे सर खाइले कम ना से तुम से राम को बाढ़ीच से मत मो बाढ़ीच मुझे सर सी भी मनीष आम ही सांग ही खाइबा कि आपण टेबुल आपण खाइबा खाइबा तो सही टेबुल अच्छी किंतु अलग तो रही आप खाई दिंतु ना ना मो खाइबा को मो रूम को पठाओ पिला मैंने कहले मैडम हम रूम को दे आसिले आम समस्त मिसिकी खाइले किंतु एक्चुअली से स्वीपर जनक एत भल आप विश्वास करें आउ सी कि केते सेवा कर सब चाह आणिकी देवे ये करेंगे से करेंगे बेलू कि जाति भेद नहीं एकाठी बस खाईदे कारण गोटे थाली आम खाऊ प्लेट अलग प्लेट अलग मन में बहुत क्षोभ जात हुए ये कथा तेणुक आम पिलार गढ़ार दायित्व अभिभावक मानक रही शिक्षक मानक रही साई पड़िशा रही आउ सी आमर जो मीडिया अच्छी मीडिया रही मीडिया रे आम अनेसरी कथा बेसी ये आलोचना न होकरी आमर विज्ञान सम्मत जमी कौन बेसी डिस्कसन हो पिला माने सेईटा को देखंतु सेई थारु शिखंतु आ भलो जिनिस गुड़ाक बेसी एक्सपोजर हेले भल आ खराब जिनिस को कम करी भलो जिनिस कंस्ट्रक्टिव जिनिस डाइभर्जेंट जमी पिलांकर डेभलप हम से विषय से आलोचना करिया मो मीडिया वालों को अनुरोध करुच्ची। वीडियो भल लगिले वीडियो को लाइक करंतु वीडियो को शेयर करंतु कमेंट बॉक्स रे निजर मतामत दियंतु नुआ वीडियो देखिबा पई आम चैनल को सब्सक्राइब करंतु बेल आइकन रे क्लिक करंतु देखाहेबो आउ एक नुआ शिक्षणीय वीडियो रे। नमस्कार।